नमस्कार दर्शक बंधु आज बड़ खबर को स्वागत आलोक ज्योति ऑल इन वन यूट्यूब चैनल को मो खुशीराम। दर्शक बंधु खबर आरंभ करने पूर्व चैनल नुआ थिले लाइक आउ सब्सक्राइब करने को भूलु ना। आसतु आरंभ करवा। खबर नंबर 1 बड़ दिन में बड़ दुर्घटना मुहांमुही पिटिहेला दुई कार। काली बड़दिन उपलक्षे चारिआडे खुशीर महल जारी रही बेले बालेश्वर नीलगिरी एक दुखद खबर आसी। नीलगिरी गड़डीही छकरे एक बड़ दुर्घटना घटी। एटारे दुई कार मुहांमुही धक्का हेबा फल 5 जन गुरुतर होइचंती। सूचना जनापड़ी बंगीय पर्यटक देवकुंड बुली जाउथिबा बेले एही घटना घटी। खबर नंबर 2 महाराष्ट्र कृषिमंत्री धनंजय मुंडे को कोरोना तृतीय थर पर कोविड शिकार। महाराष्ट्र कृषिमंत्री धनंजय मुंडे को कोरोना यहां मिसाई से तृतीय थर पर कोविड शिकार होइचंती। वर्तमान पुणी थे कोरोना संक्रमित हेबा परे पुणे स्थित बासभवन में आइसोलेशन रे रखा जाइछि। नागपुर विधानसभा अधिवेशन समय कोरोना टेस्टर तांको रिपोर्ट पॉजिटिव आसी। 3 नंबर खबर है अप्राकृतिक जन संपर्क पर नाबालक को हत्या। कटक जगतपुर पूर्व छकर 5म श्रेणी छात्र ज्योतिप्रकाश बेहेरा को गला काटी निर्मम हत्या घटनार पर्दाफाश करिछि कमिशनरेट पुलिस। शारीरिक शोषण लुचाइबा जाई यही हत्याकांड होइथिला बोली नाबालक जनक हत्या अभियोग में से गाँ बासिंदा बाबुली पंडा नामक जन युवक को गिरफ्त कला जगतपुर थाना पुलिस। 3 नंबर खबर है सदैव अटल स्मारकी श्रद्धांजलि जणाइले राष्ट्रपति और प्रधानमंत्री। नୂଆଦିଲ୍ଲୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ବରିଷ୍ଠ ମନ୍ତ୍ରୀ ସମାଧିସ୍ଥଳ ସदैव ଅଟଳ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଦର୍ଶକ ବନ୍ଧୁ ଖବରଟି ଭଲ ଲାଗୁଥିଲେ ଗୋଟେ ଲାଇକ୍ ନିଶ୍ଚୟ କରିବାକୁ ଭୁଲନ୍ତୁ ନାହିଁ। 5 ନମ୍ବର ଖବର ହେଲା 2023 ଶେଷ ବର୍ଷ ଆର୍ବିଆଇର 4 ନିଷ୍ପତ୍ତି ବ୍ୟାଙ୍କିଂ କ୍ଷେତ୍ରରେ ଦିଗ ବଦଳାଇ ଦେଇଛି। 2023 ବର୍ଷ ବର୍ତ୍ତମାନ ଶେଷ ହେବାକୁ ଯାଉଛି। ଯଦି ଦେଖାଯାଏ ତେବେ ନିବେଶକମାନଙ୍କ ପାଇଁ ଏହି ବର୍ଷ ବହୁତ ଭଲ ଥିଲା। ଏହି ବର୍ଷ ଅନେକ ଲାଭଜନକ IPO ଆସିଛି। ମୁଦ୍ରାସ୍ଫୀତି ପ୍ରସଙ୍ଗ ସ୍ଥିର ଥିଲା ଏବଂ DGP ଆକଳନ ମଧ୍ୟ ବହୁତ ଭଲ ଥିଲା। ଏହି ବର୍ଷ 2024 ପାଇଁ 6 ନମ୍ବର ଖବର ହେଲା 6 ନମ୍ବର ଖବର କଟକ ପୋଖରୀରେ ବୁଡ଼ି 2 ନାବାଳିକା ମୃତ୍ୟୁ। କଟକ ସଦର ଥାନା ଅନ୍ତର୍ଗତ କୋରାଙ୍ଗ ପ୍ରଧାନ ଗାଁରେ ଘଟିଛି ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି 2 ନାବାଳିକାଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ କୋରାଙ୍ଗ ପ୍ରଧାନର ଗାଁର ଅଶରଫ ଅହମ୍ମଦଙ୍କର 10 ବର୍ଷର ଝିଅ ସାଫିଆ ଖାତୁନ ଓ ରାଜେଶ ସାହାନୀଙ୍କର 10 ବର୍ଷର ଝିଅ ନନ୍ଦିନୀ କୁମାରୀ ପଞ୍ଚାୟତ ପୋଖରୀକୁ ଗାଧୋଇବାକୁ ଯାଇ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ଦେଖିବା 7 ନମ୍ବର ଖବର ପ୍ରତିବର୍ଷ ଡିସେମ୍ବରରେ କାହିଁକି ମାରାତ୍ମକ ହେଉଛି କରୋନା। ପୁଣି ଡରାଇଲାଣି ନୂଆ ଭ୍ୟାରିଆଣ୍ଟ। ପୁଣି ଥରେ ଦେଶରେ ଭୟଙ୍କର ରୂପ ଧାରଣ କରିଛି କରୋନା ଭାଇରସ୍। 2019 ମସିହା ପ୍ରାରମ୍ଭକ ସମୟରେ ସାରା ବିଶ୍ୱରେ ଖ୍ରୀଷ୍ଟମାସ ପରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଯୋଜନା କରୁଥିବା ବେଳେ ଦେଶରେ ପାଦ ଥାପିଥିଲା କରୋନା। ଚୀନରେ ପ୍ରଥମ ଚିହ୍ନଟ ହୋଇଥିବା ଏକ ଅଜଣା ଭାଇରସ୍ ହଠାତ୍ ସାରା ବିଶ୍ୱକୁ ବ୍ୟାପି ଯାଇଥିଲା। ତେବେ ଆଜି 40 ବର୍ଷ ପରେ କରୋନା ମହାମାରୀ ହ୍ରାସ ପାଇଛି ସତ, କିନ୍ତୁ ଏହି ଭୂତାଣୁ ଏବେ ବି ଆମ ଚାରିପାଖରେ ଘୁରି ବୁଲୁଛି। 8 ନମ୍ବର ଖବର ହେଲା ସମୁଦ୍ର ତଳେ ଲୁଚି ରହିଛନ୍ତି ଏଲିଏନ୍ସ। ନାସାର ପୂର୍ବତନ ରିସର୍ଚ୍ଚରଙ୍କ ନୂଆ ଦାବି। ଏଲିଏନ୍ସକୁ ନେଇ ଅନେକ ନୂଆ ତଥ୍ୟ ବାରମ୍ବାର ସାମ୍ନାକୁ ଆସେ। ଲୋକମାନେ ମଧ୍ୟ ଏଲିଏନ୍ସକୁ ନେଇ ପ୍ରତ୍ୟେକ କାହାଣୀ ଜାଣିବାକୁ ଇଚ୍ଛା କରନ୍ତି। ତେବେ UFO ଦ୍ୱାରା ଏଲିଏନ୍ସଙ୍କ ଆମ ପୃଥିବୀକୁ ବାରମ୍ବାର ଆସୁଥିବା ମଧ୍ୟ ଦାବି କରାଯାଏ। ବ୍ରିଟେନରେ 2.5 ବର୍ଷ ମଧ୍ୟରେ ପାଖାପାଖି 1000ଟି UFO ଦେଖାଯାଇଥିବା ଦାବି କରାଯାଇଛି। ଏବେ ଦେଖିବା 9 ନମ୍ବର ଖବର ନୂଆ ତେଲ ହାର ଆପଣଙ୍କ ସହରରେ କେତେ ଅଛି ପେଟ୍ରୋଲ ଡିଜେଲ ମୂଲ୍ୟ। ଭାରତୀୟ ତୈଳ ମାର୍କେଟିଂ କମ୍ପାନୀଗୁଡ଼ିକ ରବିବାର ଦିନ ନୂଆ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଜାରି ରହିଛନ୍ତି। ତେବେ ଜାଣନ୍ତୁ ଆପଣଙ୍କ ସହରରେ ଦର କମିଛି ନା ବଢ଼ିଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 96 ଟଙ୍କା 72 ପଇସା ଓ ଡିଜେଲ ଦର 89 ଟଙ୍କା 72 ପଇସା ରହିଛି। ସେହିପରି ମହାନଗରୀ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 106 ଟଙ୍କା 31 ପଇସା ରହିଥିବା ବେଳେ ଡିଜେଲ ଲିଟର ପିଛା 94 ଟଙ୍କା 27 ପଇସା ରହି। 10 ନମ୍ବର ଖବର ଡିସେମ୍ବର 26 ଅର୍ଥାତ୍ ଆଜି ବୀରବଲ ଦିବସ ପାଳନ। କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ମୋଦି ଡିସେମ୍ବର 26 2023 ଅର୍ଥାତ୍ ଆଜି ପୂର୍ବାହ୍ନ 10:30ରେ ନୂଆଦିଲ୍ଲୀରେ ଭାରତ ମଣ୍ଡପଠାରେ ବୀରବାଲ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଯୁବକମାନଙ୍କ ଦ୍ୱାରା ଆୟୋଜିତ ଏକ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। ଦର୍ଶକ ବନ୍ଧୁ ଏମିତି ସବୁଦିନ ସକାଳେ ଖବର ଦେଖିବାକୁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ନୋଟିଫିକେସନକୁ ଆଲରେ ରଖନ୍ତୁ। ଚାଲନ୍ତୁ 11 ନମ୍ବର ଖବର ମଜଦୁରୋं का हित मजदूरों का समर्पित କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦି ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ମଜଦୁରୋं का हित मजदूरों का समर्पित କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସେ ହୁକୁମଚାନ୍ଦ ମିଲ୍ ଶ୍ରମିକଙ୍କ ବକେୟା ବାବଦରେ ପ୍ରାୟ 224 କୋଟି ଟଙ୍କାର ଚେକ୍ ଇନ୍ଦୋର ହୁକୁମଚାନ୍ଦ ମିଲ୍ର ସରକାରୀ ଇଲେକ୍ଟେଡ୍ ଏବଂ ଲେବର ୟୁନିୟନର ମୁଖ୍ୟକୁ ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ହୁକୁମଚାନ୍ଦ ମିଲ୍ ଶ୍ରମିକଙ୍କ ଦୀର୍ଘ ଦିନର ଦାବି ସମାଧାନ ପାଇଁ ଉଦ୍ଦିଷ୍ଟ। ଶ୍ରୀ ମୋଦି ଖଗରଗାନ ଜିଲ୍ଲାର 60 ମେଗାୱାଟ ସୌରଶକ୍ତି ପ୍ଲାଣ୍ଟର ଶିଳାନ୍ୟାସ କରିଛନ୍ତି। ଦେଖିବା 12 ନମ୍ବର ଖବର। ବଡ଼ଦିନ ଉପଲକ୍ଷେ କନ୍ଧମାଳରେ 42 ପ୍ଲାଟୁନ ପୋଲିସ ମୁତୟନ। ଗତକାଲି ପବିତ୍ର ବଡ଼ଦିନ ଉପଲକ୍ଷେ କନ୍ଧମାଳ ଜିଲ୍ଲାରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ସମଗ୍ର ଜିଲ୍ଲାରେ 42 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି ବିଭିନ୍ନ ସ୍ଥାନରେ ପୋଲିସ ଫ୍ଲାଗ ମାର୍ଚ୍ଚ କରିବା ସହ ପେଟ୍ରୋଲିଂ ଜାରି ରହିଥିଲା। ସେହିପରି ସହରର 10ଟି ସ୍ଥାନରେ ଚେକିଂ ପଏଣ୍ଟ ରଖାଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳରେ ଅଧିକ ଫୋର୍ସ ମୁତୟନ କରାଯାଇଥିବା ନେଇ ସୂଚନା ରହିଛି। ନମ୍ବର ଖବର ହେଲା ମିଶିବେ ରିଲାଏନ୍ସ ଡିଜ୍ନିର ଏତିକି ପ୍ରତିଶତ ରଖିବ ରିଲାଏନ୍ସ। ମୁମ୍ବାଇ ଦୁଇ କମ୍ପାନୀର ଭାରତରେ ଚାଲୁଥିବା ସମସ୍ତ ବ୍ୟବସାୟୀଙ୍କୁ ମିଶାଇବାକୁ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି। ଚୁକ୍ତି ଅନୁସାରେ ସେୟାର ଓ କ୍ୟାସ୍ରେ ରିଲାଏନ୍ସ ପାଖରେ 51% ଅଂଶଧନ ରହିବ, ଡିଜ୍ନି ପାଖରେ ବାକି 49% ଅଂଶଧନ ରହିବ। ଏହି ଦୁଇ କମ୍ପାନୀ ମିଶିବା ପରେ ଦେଶରେ ଏକ ସମ୍ପୃକ୍ତ ମନୋରଞ୍ଜନ କମ୍ପାନୀ ଜନ୍ମ ହେବ। 14 ନମ୍ବର ଖବର ହେଲା ଦୁଇଟି ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଖବର। ଜଲ୍ଦି କରନ୍ତୁ ନଚେତ୍ ଭୋଗିବେ ସମସ୍ୟା। ସମସ୍ତ ବ୍ୟାଙ୍କ ସଂଶୋଧିତ ବ୍ୟାଙ୍କର ଲକର ଚୁକ୍ତିନାମା ଜାରି ରହିଛି। ଗ୍ରାହକଙ୍କୁ କଲ୍ କିମ୍ବା ବାର୍ତ୍ତା ପଠାଇବା ପାଇଁ ଇମେଲ ମାଧ୍ୟମରେ ବ୍ୟାଙ୍କ ପରିଦର୍ଶନ କରି ଚୁକ୍ତିନାମା ସ୍ୱାକ୍ଷର କରିବା ବିଷୟରେ ସୂଚନା ଦିଆଯାଇଛି। ସମସ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଷ୍ଟାମ୍ପ ପେପର ରଖନ୍ତି। ଏହି କାରଣରୁ ଆପଣ କେବଳ ତାହା କରିବେ। ବ୍ୟାଙ୍କକୁ ଯାଇ ସାଇନ୍ କରିବାକୁ ପଡ଼ିବ। ଗ୍ରାହକଙ୍କୁ କେବଳ ବ୍ୟାଙ୍କରେ ଆଧାର, ପାନ୍ ଏବଂ ଫଟୋ ଦାଖଲ କରିବାକୁ ପଡ଼ିବ ଏବଂ ଷ୍ଟାମ୍ପ ପେପର ଏବଂ ଲକର ଚୁକ୍ତିରେ ମଧ୍ୟ ଦସ୍ତଖତ କରିବାକୁ ପଡ଼ିବ। ଦର୍ଶକ ବନ୍ଧୁ 15 ନମ୍ବର ଖବର ଏହା ଲାଷ୍ଟ ଖବର। ଭାରତ ବନାମ ଦକ୍ଷିଣ ଆଫ୍ରିକା ଭେନ୍ୟୁ କେବେ ଏବଂ କେଉଁଠି ହେବ ମ୍ୟାଚ୍? ପିଚ୍ ଏବଂ ପାଣିପାଗ କେମିତି ରହିବ? ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଏବଂ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିବା ଜଣାପଡ଼ିଛି। ସମସ୍ତେ ଆଶା କରୁଛନ୍ତି ଯେ ପ୍ରଥମ ଥର ପାଇଁ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ତାଙ୍କ ଦେଶରେ ପରାସ୍ତ କରିବ। ଦର୍ଶକ ବନ୍ଧୁ ଆଜି ପାଇଁ ଏତିକି। ପୁଣି ଦେଖାହେବ ନୂଆ ଖବର ସହିତ। ସେତେବେଳେ ଯାଇ ବିଦାୟ ଦିଅନ୍ତୁ। ଆମ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ ଆଉ ବେଲ୍ ଆଇକନ୍କୁ ଦବାଇ ଆଲ୍ରେ ରଖନ୍ତୁ, ଯାହାକି ଆପଣ ପ୍ରଥମେ ଖବର ଦେଖିପାରିବେ। ନମସ୍କାର, ଜୟ ହିନ୍ଦ।